ରାଜା କୃଷ୍ଣଦେବରାୟଙ୍କ ଦରବାରରେ ବାତାବରଣ ବହୁତ ଗମ୍ଭୀର ଥିଲା। ରାଜା ନିଜ ସିଂହାସନରେ ବସି କ୍ରୋଧରେ ଗର୍ଜନ କରୁଥିଲେ। ତାଙ୍କ ଆଖିରୁ ଯେମିତି ନିଆଁ ବାହାରୁଥିଲା। ସେ ଚିତ୍କାର କରି କହିଲେ, ମୋ ରାଜ୍ୟରେ ଏସବୁ କ'ଣ ଚାଲିଛି? ରାତାରାତି ବିଜୟନଗରରେ ଗୁଜବର ଜାଲ କେମିତି ବ୍ୟାପିଗଲା? କିଏ ଏହାରୁ ପଛରେ ଅଛି? ଦରବାରରେ ଉପସ୍ଥିତ ସମସ୍ତ ମନ୍ତ୍ରୀ ଓ ସଭାସଦମାନେ ମୁଣ୍ଡ ତଳକୁ କରି ଚୁପଚାପ ଠିଆ ହୋଇଥିଲେ। କାହା ପାଖରେ କୌଣସି ଉତ୍ତର ନଥିଲା। ଜଣେ ବରିଷ୍ଠ ମନ୍ତ୍ରୀ ଡରି ଡରି କହିଲେ, ମହାରାଜ, ଗତକାଲି ରାତିରୁ କିଛି ମେସେଜ ହ୍ୱାଟ୍ସଆପ୍ରେ ଭାଇରାଲ ହେବାରେ ଲାଗିଛି। ସେଥିରେ ଲେଖା ଅଛି ଯେ ଆସନ୍ତାକାଲି ସକାଳୁ ସହରର ସବୁ ବଜାର ବନ୍ଦ ହୋଇଯିବ ଏବଂ ସୁନାର ଦାମ ଆକାଶ ଛୁଇଁବ। କିଛି ଲୋକ ଏପରିକି କହୁଛନ୍ତି ଯେ ପଡ଼ୋଶୀ ରାଜ୍ୟ ଆମ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି। ଏହା ଶୁଣି ରାଜା ଆହୁରି କ୍ରୋଧିତ ହୋଇଗଲେ। କିଏ ସେ ଦୁଷ୍ଟ ଲୋକ ଯିଏ ମୋ ପ୍ରଜାଙ୍କ ମନରେ ଭୟ ସୃଷ୍ଟି କରୁଛି? ତାକୁ ଖୋଜି ବାହାର କର। ମୁଁ ତାକୁ ଏମିତି କଠୋର ଦଣ୍ଡ ଦେବି ଯେ ସେ ଜୀବନରେ ଆଉ କେବେ ମିଛ କହିବାକୁ ସାହସ କରିବ ନାହିଁ। ଠିକ୍ ଏହି ସମୟରେ ତେନାଲି ରାମନ ଶାନ୍ତ ଭାବରେ ହସି ହସି ଦରବାରରେ ପ୍ରବେଶ କଲେ। ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ରାଜାଙ୍କୁ ପ୍ରଣାମ କରି କହିଲେ, ମହାରାଜ, ଏତେ ବ୍ୟସ୍ତ କାହିଁକି ହେଉଛନ୍ତି? ପ୍ରଥମେ ପ୍ରକୃତ ଅପରାଧୀ କିଏ ତାକୁ ତ ଖୋଜିବାକୁ ପଡ଼ିବ। ରାଜା ତାଙ୍କୁ ଦେଖି ଟିକେ ଶାନ୍ତ ହେଲେ। ତେନାଲି ରାମନ ଆଗକୁ କହିଲେ, ମହାରାଜ, ମୋତେ କିଛି ଦିନର ସମୟ ଦିଅନ୍ତୁ। ମୁଁ ଆପଣଙ୍କୁ କଥା ଦଉଛି, ମୁଁ ଏହି ସମସ୍ୟାର ମୂଳକୁ ଯାଇ ସତ୍ୟକୁ ସାମ୍ନାକୁ ଆଣିବି। ରାଜା ତେନାଲି ରାମନଙ୍କ ଉପରେ ଭରସା କରି ତାଙ୍କୁ ଅନୁମତି ଦେଲେ। ତେନାଲି ରାମନ ସେଠାରୁ ସିଧା ନିଜ ଘରକୁ ଗଲେ ଏବଂ ଏକ ଚତୁର ଯୋଜନା ପ୍ରସ୍ତୁତ କଲେ। ସେ ନିଜ ଫୋନ୍ରେ ଏକ ନକଲି ହ୍ୱାଟ୍ସଆପ୍ ମେସେଜ ତିଆରି କଲେ। ସେଥିରେ ଲେଖାଥିଲା, ଆରେ ବନ୍ଧୁ, ଗୋଟେ ବଡ଼ ଖବର ଶୁଣିଲ କି ନାହିଁ? ଗତକାଲି ରାତିରେ ରାଜକୋଷରୁ 1000 ସୁନା ମୁଦ୍ରା ଚୋରି ହୋଇଯାଇଛି। ରାଜା ଘୋଷଣା କରିଛନ୍ତି ଯେ ଯିଏ ଏ ବିଷୟରେ କିଛି ବି ସୂଚନା ଦେବ ତାକୁ ପୁରସ୍କାର ସ୍ୱରୂପ 1000 ସୁନାମୁଦ୍ରା ଦିଆଯିବ। ଏହି ମେସେଜ ଲେଖି ସେ କେବଳ ନିଜର ଜଣେ ବିଶ୍ୱସ୍ତ ଦରବାରୀଙ୍କୁ ପଠାଇଦେଲେ। ତାପରେ ଯାହା ହେଲା ତାହା କେହି କଳ୍ପନା କରିନଥିଲେ। ମାତ୍ର 1 ଘଣ୍ଟା ଭିତରେ ଏହି ଖବର ପୁରା ରାଜମହଲରେ ନିଆଁ ଭଳି ବ୍ୟାପିଗଲା। ଦ୍ୱିତୀୟ ଦିନ ସକାଳ ସୁଦ୍ଧା ଏହା ସାରା ବିଜୟନଗର ସହରରେ ପହଞ୍ଚି ସାରିଥିଲା। କିନ୍ତୁ ଖବରର ରୂପ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। କିଏ କହୁଥିଲା ପୁରସ୍କାର 2000 ଟଙ୍କା, ତ ଆଉ କିଏ କହୁଥିଲା ଯଦି ଚୋର ଧରାପଡ଼ିଲେ ତାକୁ ସର୍ବସାଧାରଣରେ ଫାଶୀ ଦିଆଯିବ। ସହରରେ ହଇଚଇ ସୃଷ୍ଟି ହୋଇଗଲା। ଲୋକମାନେ ପରସ୍ପରକୁ ସନ୍ଦେହ କରିବାକୁ ଲାଗିଲେ। ବଜାରରେ ବ୍ୟବସାୟ ବନ୍ଦ ହୋଇଗଲା। ତୃତୀୟ ଦିନରେ ରାଜା କୃଷ୍ଣଦେବରାୟ ଏହି ନୂଆ ଗୁଜବ ଶୁଣି ବହୁତ ଚିନ୍ତିତ ହୋଇପଡ଼ିଲେ। ସେ ତୁରନ୍ତ ତେନାଲି ରାମନଙ୍କୁ ଡକାଇଲେ। ତେନାଲି ରାମନ ସମସ୍ତ ଦରବାରୀଙ୍କୁ ଦରବାରରେ ଏକାଠି କଲେ। ସେ ଶାନ୍ତ ଭାବରେ ପଚାରିଲେ, ଆପଣମାନଙ୍କ ମଧ୍ୟରୁ କାହା କାହା ପାଖରୁ ରାଜକୋଷରୁ ସୁନା ମୁଦ୍ରା ଚୋରି ହେବାର ମେସେଜ ଆସିଛି? ଦରବାରରେ ଥିବା ସମସ୍ତେ ହାତ ଉଠାଇଲେ। ସେତେବେଳେ ତେନାଲି ରାମନ ଗମ୍ଭୀର ହୋଇ କହିଲେ, ଆପଣମାନେ ଯେଉଁ ଧନ ଚୋରିବ ବାର୍ତ୍ତା ପାଇଛନ୍ତି ତାହା ମୁଁ ହିଁ ପଠାଇଥିଲି। ଏହା ଶୁଣି ସମସ୍ତେ ସ୍ତବ୍ଧ ହୋଇଗଲେ। ଜଣେ ଦରବାରୀ କ୍ରୋଧରେ ଚିତ୍କାର କରି କହିଲେ, ଏହା କେମିତି ସମ୍ଭବ? ତୁମେ ଆମେ ସମସ୍ତଙ୍କୁ ମୂର୍ଖ ବନେଇଲ। ଏହା ଏକ ବିଶ୍ୱାସଘାତକତା। ତେନାଲି ରାମନ ହସିଲେ ଏବଂ କହିଲେ, ଧୈର୍ଯ୍ୟ ଧରନ୍ତୁ। ମୁଁ ଏହି ମେସେଜ କେବଳ ଜଣେ ବ୍ୟକ୍ତିଙ୍କୁ ପଠାଇଥିଲି। ବାକି କାମ ତ ଆପଣମାନେ ସମସ୍ତେ କରିଛନ୍ତି। ସେ ରାଜାଙ୍କ ଆଣକୁ ବୁଲି ପଡ଼ି କହିଲେ, ମହାରାଜ, ଏହା ହିଁ ଆଜିର ସମୟର ସବୁଠୁ ବଡ଼ ସମସ୍ୟା। ଲୋକମାନେ ବିନା ଚିନ୍ତା କରି ହ୍ୱାଟ୍ସଆପ୍ରେ ଆସୁଥିବା ମେସେଜକୁ ଆଗକୁ ପଠାଇ ଦିଅନ୍ତି। କେହି ଜଣେ ମିଛ ଖବର ତିଆରି କରେ ଆଉ ଲୋକମାନେ ତାକୁ ସତ ଭାବି ଫରୱାର୍ଡ କରନ୍ତି। ମୁଁ କେବଳ ଏହା ପ୍ରମାଣ କରିବାକୁ ଚାହୁଁଥିଲି। ସମସ୍ତ ଦରବାରୀ ଲଜ୍ଜାରେ ମୁଣ୍ଡ ତଳକୁ କରିଦେଲେ। ତେନାଲି ରାମନ ସମସ୍ତଙ୍କୁ କହିଲେ, ବନ୍ଧୁଗଣ, ଆଜିଠାରୁ ମନେ ରଖନ୍ତୁ, ଯେତେବେଳେ ବି କୌଣସି ହ୍ୱାଟ୍ସଆପ୍ ଫରୱାର୍ଡ ଆସିବ ପ୍ରଥମେ ନିଜ ମନକୁ ପଚାରନ୍ତୁ, ଏହା କ'ଣ ସତ? ଫରୱାର୍ଡ ବଟନ ଉପରେ ଆଙ୍ଗୁଳି ରଖିବା ପୂର୍ବରୁ ନିଜ ମସ୍ତିଷ୍କକୁ ଟିକେ ଚିନ୍ତା କରିବାର ସୁଯୋଗ ଦିଅନ୍ତୁ। ରାଜା କୃଷ୍ଣଦେବରାୟ ନିଜ ସିଂହାସନରୁ ଉଠି ତେନାଲି ରାମନଙ୍କୁ ପ୍ରଶଂସା କରି କହିଲେ, ତେନାଲି ରାମନ, ତୁମେ ଆଜି ଆମ ସମସ୍ତଙ୍କ ଆଖି ଖୋଲି ଦେଇଛ। ତୁମେ ଆମକୁ ଏକ ବହୁମୂଲ୍ୟ ଶିକ୍ଷା ଦେଇଛ। ସେ ଘୋଷଣା କଲେ ଯେ ଆଜିଠାରୁ ବିଜୟନଗର ରାଜ୍ୟରେ ଏକ ନୂଆ ନିୟମ ଲାଗୁ ହେବ। କୌଣସି ବ୍ୟକ୍ତି ସତ୍ୟ ନ ଜାଣି କୌଣସି ଖବରକୁ ଆଗକୁ ପଠାଇବ ନାହିଁ। ଯିଏ ଏହି ନିୟମ ଭାଙ୍ଗିବ ସେ ଦଣ୍ଡିତ ହେବ। ସେଦିନ ଦରବାରରେ ସମସ୍ତେ ଏକାଠି ଶପଥ ନେଲେ ଯେ ଫରୱାର୍ଡ କରିବା ପୂର୍ବରୁ ଚିନ୍ତା କରିବା ଜରୁରୀ।